ଆଜ୍ଞା ନମସ୍କାର। ସାହି ସାହି ପଡ଼ା ପଡ଼ା ବସ୍ତି ବସ୍ତି ଗାଁ ଗହଳି ଖବରକୁ ମୁଁ ଶିବା ପ୍ରାକୃତି ଭିତରେ ବାଘ ଆପଣଙ୍କୁ ସ୍ୱାଗତ ଜଣାଉଛି। ସକାଳୁ ସକାଳୁ ଆପଣଙ୍କ ସାମ୍ନାରେ ଖବର ପରିଷିବାର ସୁଯୋଗ ପାଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଆଜିର ମୁଖ୍ୟ ଖବର, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଜାରରେ ଥଣ୍ଡା ପାଣିର ଅଭାବ କଳା ବଜାରୀ ଦେଖାଦେଲା। ପାଣି ବୋତଲ ପ୍ରତି 100 ଟଙ୍କାରେ ବିକ୍ରି ହେଉଛି। ମଦ ଦୋକାନରେ ଥଣ୍ଡା ବିୟର ପାଇଁ ପ୍ରବଳ ଭିଡ଼। ଥଣ୍ଡା ବିୟର ମିଳୁନି, ମଦୁଆ ହତାଶ। ଲାଗିଲାଣି ଯେମିତି ମାନେ ସଂଷ୍ଟ୍ରୋକ ହେବାର ସମ୍ଭାବନା। ତୃତୀୟରେ ଏସି ପାଇଁ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା। ସ୍ତ୍ରୀ ରାଗିକି ତାଙ୍କ ବାପ ଘରୁ ଗଲା ପରେ ସ୍ୱାମୀ ସଂଷ୍ଟ୍ରୋକରେ। ଗରମ ଯୋଗୁଁ ହାଣ୍ଡିଆ ଲସିର ଚାହିଦା ଜୋର, ଦର ଆକାଶ ଛୁଆଁ। ହାଣ୍ଡିଆ ଲସି ପିଉଥିବା ମଦୁଆମାନେ ହତାଶ, ପାଖରେ ପଇସା ନାହିଁ, କ'ଣ କରିବେ? ସେଥିପାଇଁ ଦାୟୀ କିଏ? ସୂର୍ଯ୍ୟ ନା ଆମେ ନା ସରକାର? ଧନ୍ୟବାଦ।